ଆଜି ହେଉଛି ପହିଲି ରଜ। ରଜ ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ପଦ୍ମାବତୀ ୱାଟର ପାର୍କରେ ରଜ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଏନେଇ ପାର୍କର ମ୍ୟାନେଜିଂ ଡାଇରେକ୍ଟର ମୌସମ କୁମାର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ପାର୍କକୁ ଲୋକେ ରଜରେ ବୁଲିବାକୁ ଆସୁଥିବା ବେଳେ ରଜ ମହୋତ୍ସବର ଭରପୁର ମଜା ନେଇପାରିବେ। ସେଥିପାଇଁ ପାରମ୍ପରିକ ନାଚ ଗୀତ ସାଙ୍ଗକୁ ଖିଲିପାନ, ପୋଡ଼ପିଠା, ମଣ୍ଡାପିଠା ସହ ବିଭିନ୍ନ ପ୍ରକାରର ଦୋଳି ବ୍ୟବସ୍ଥା କରାଯାଇଛି। ପାର୍କ ମଧ୍ୟରେ ଥିବା ୱାଟର ପାର୍କ ସାଙ୍ଗକୁ ଘୋଡ଼ା ଚାଳନା, ସାଇକେଲ ରାଇଡ୍ର ମଜା ନେଇପାରିବେ। ପାର୍କ ପରିସରରେ ବହୁ ଗଛ ରହିଥିବା ବେଳେ ସମସ୍ତ ସ୍ଥାନରେ ଦୋଳିର ବ୍ୟବସ୍ଥା କରାଯାଇଛି। ଆସୁଥିବା ଲୋକେ ସୁସଜ୍ଜିତ ଦୋଳିରେ ଝୁଲିବାର ମଜା ମଧ୍ୟ ନେଇପାରିବେ। ଏଥିସହ ସେଠାରେ କୃଷି ଉପକରଣ ସାମଗ୍ରୀ ରଖାଯିବ, ଯାହାଦ୍ୱାରା ଲୋକେ ଜାଣିପାରିବେ ଯେଉଁ କୃଷି ଉପକରଣ ଗୁଡ଼ିକୁ ବ୍ୟବହାର ହୋଇଥାଏ ତାହାକୁ କାହିଁକି 5 ଦିନ ପର୍ଯ୍ୟନ୍ତ ବିଶ୍ରାମ ଦିଆଯାଇଥାଏ। ଏପରିକି ଲୋକମାନଙ୍କୁ ବିଭିନ୍ନ ପ୍ରକାରର ପିଠା ମଧ୍ୟ ପ୍ରଦାନ କରାଯିବା ସହ ଆମିଷ ସାଙ୍ଗକୁ ମୁଢ଼ିର ମଜା ମଧ୍ୟ ନେଇପାରିବେ ଲୋକେ। ଲୋକମାନଙ୍କ ପାଇଁ 50 ଟଙ୍କାର ଏଣ୍ଟ୍ରି ଫି ରହିଥିବା ବେଳେ 2 ପ୍ରକାର ଅନ୍ୟ ଫି ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାକି ଗୋଟିଏ 750 ଟଙ୍କା ଏବଂ ଅନ୍ୟଟି 1000 ଟଙ୍କାର ବ୍ୟବସ୍ଥା ରହିଛି। ତେବେ 1000 ଟଙ୍କା ମଧ୍ୟରେ ସେମାନେ ବୁଲିବାଠାରୁ ଖାଇବା ପର୍ଯ୍ୟନ୍ତ ସବୁ ଫ୍ରିରେ ପାଇପାରିବା ସହ ନାଚ ଗୀତର ମଜା ନେଇପାରିବେ। ରଜ ପାଇଁ ଲୋକମାନଙ୍କୁ ନାଚ ଗୀତ ତାଳେ ତାଳେ ପିଠା ଖୁଆଇ ସମସ୍ତଙ୍କୁ ଏକ ଭାଇଚାରାରେ ବାନ୍ଧି ହୋଇ ସମାଜକୁ ଏକ ନୂତନ ବାର୍ତ୍ତା ଦେବାର ପ୍ରୟାସ କରାଯାଉଛି ବୋଲି ଡାଇରେକ୍ଟର ମୌସମ କୁମାର ସିଂ କହିଛନ୍ତି। ସାର୍, ରଜ ଉପଲକ୍ଷେ ଆମେ ଆଶା କରୁଛୁ କି ସମସ୍ତ ଲୋକ ଆସି ଭରପୁର ଏଠି ଉପଭୋଗ କରନ୍ତୁ। ତା ପାଇଁ ଯେମିତି ପାରମ୍ପରିକ ନୃତ୍ୟର ଆମେ କାର୍ଯ୍ୟକ୍ରମ ରଖିଛୁ, କିଛି ଗୀତର କାର୍ଯ୍ୟକ୍ରମ ରଖିଛୁ ଏବଂ ପୋଡ଼ ପିଠା, ମଣ୍ଡା ପିଠା, ଖିଲି ପାନ ଯେମିତିକି କମ୍ପ୍ଲିମେଣ୍ଟାରୀ ଲୋକଙ୍କ ପାଇଁ ରଖାଯାଇଛି। ତା ସଙ୍ଗେ ସଙ୍ଗେ ସବୁଯାକ ରାଇଡ୍ସ, ଯେତେ ୱାଟର ରାଇଡ୍ସ ଅଛି, ଡ୍ରାଇ ରାଇଡ୍ସ ଅଛି, ହର୍ସ ରାଇଡିଂ, ସାଇକେଲ ରାଇଡ୍ସ, ଯେତେ ପ୍ରକାର ରାଇଡ୍ସ ଅଛି ସେ ସବୁ ରିଜନେବଲ ପ୍ରାଇସରେ ଆମେ ସବୁ ଲୋକ ଅନଲିମିଟେଡ ଟାଇମ୍ ପର୍ଯ୍ୟନ୍ତ ଉପଭୋଗ କରିବେ। ଏବଂ ପୁରା ଏଣ୍ଟାର ପାର୍କ ଆମେ ଯୋଜନା କରିଛୁ ଦୋଳିମୟ କରିବା ପାଇଁ କି ବହୁତ ଜାଗାରେ ଗଛ ତଳେ, କୋଉଠି ବାହାରେ, ସବୁଆଡେ ଦୋଳି ସୁସଜ୍ଜିତ ଝୁଲା ଆମେ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି, ଚାଲିଛି, ଯେଟାକି ସମସ୍ତେ ଆସିକି ଦୋଳିରେ ବି ମଜା ନେଇପାରିବେ, ରଜ ଦୋଳିରେ ମଜା ନେଇପାରିବେ। ତା ସହିତ କୃଷି ଉପକରଣ ସବୁ ପୂଜା ପୂଜନ ଯେଉଁ ହବ ସେଇଥିରେ ଲୋକ କିଛି ଜାଣିପାରିବେ ଆମେ କୋଉ ପ୍ରକାର କୃଷି ଉପକରଣ ବ୍ୟବହାର କରୁଛୁ ଏବଂ ତାକୁ କାହିଁକି 5 ଦିନ ଧରିକି ତାକୁ ବିଶ୍ରାମ ଦିଆଯାଏ, ତା ପୂଜନର କ'ଣ ତାତ୍ପର୍ଯ୍ୟ ରହିଛି ସେଇଟା ଲୋକଙ୍କୁ ଜଣାଇବା ପାଇଁ ମଧ୍ୟ ଆମେ ଚେଷ୍ଟା କରୁଛୁ। ସାର୍, ନିଶ୍ଚିତ ସାର୍, ପିଠା, ପୋଡ଼ ପିଠା, ମଣ୍ଡା ପିଠା, ଖିଲି ପାନ ଏସବୁର ଆସର ଜମିବ ସାର୍। ତା ସହିତ ଚିକେନ, ମୁଢ଼ି ଏଇସବୁ କିଛି ଦେଶୀ ଆୟୋଜନ ଖାଇବାର ମଜା ଉଠିବେ। ସାର୍, ଏଣ୍ଟ୍ରି ବି ସେଇଭଳି ବିଗତ ଦିନ ଭଳି ସବୁଦିନ ଭଳି ନର୍ମାଲ 50 ଟଙ୍କା ଆମର ସିମ୍ପଲ ଏଣ୍ଟ୍ରି ବି ରହିଛି। ସାର୍, ଆପଣଙ୍କର 750 ରହୁଛି ଆପଣଙ୍କର ୱାଟର ପାର୍କରେ ଏବଂ ୱାଟର ପାର୍କ ସବୁ ଆକ୍ଟିଭିଟି ସହିତ ତା ସହିତ କମ୍ପ୍ଲିମେଣ୍ଟାରୀ ମିଠା ରହିଛି। ତା ସହିତ ଆପଣ ନାଚ ନୃତ୍ୟ ଗୀତ ଏନ୍ଜୟ କରିବେ। ଆଉ ଆମର ଯେମିତି ଥିଲା ସେମିତି 1000 ଟଙ୍କାର ସବୁ ପ୍ୟାକେଜ ବି ରହିଛି ସାର୍। ଖାଦ୍ୟ ସହିତ, ୱାଟର ପାର୍କ ସହିତ ଏଣ୍ଟାର ଡ୍ରାଏ ରାଇଡ୍ସ, ଯେତେ ପ୍ରକାର 8-10ଟି ଡ୍ରାଏ ରାଇଡ୍ସ ଅଛି ସାର୍, ହର୍ସ ରାଇଡିଂ, ସାଇକେଲ ରାଇଡ୍ ସବୁ କିଛି ମିଶିକି ସାର୍ ସେଇ ସେମ୍ ପ୍ରାଇସ୍ ସାର୍ ଆମର ରହିଛି। କେବଳ ଆମେ ଲୋକଙ୍କୁ ରଜ ପାଇଁକି ରଜ ଏଇଠି ସମସ୍ତେ ଉପଭୋଗ କରିବା ଏବଂ ନାଚ ଗୀତ ତାଳେ ତାଳେ ପିଠା ପାନ ଖାଇ ଆମେ ସମସ୍ତେ ଗୋଟେ ଭାଇଚାରାରେ ବାନ୍ଧି ହୋଇ ଗୋଟେ ସମାଜକୁ ନୂତନ ବାର୍ତ୍ତା ଦେବାର ପ୍ରୟାସ ସାର୍। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ସରିତା ସିଂ, ଜେନେରାଲ ମ୍ୟାନେଜର ବିଶ୍ୱଭୂଷଣ ପଣ୍ଡା, ଇଭେଣ୍ଟ ମ୍ୟାନେଜର ଯୁଧିଷ୍ଠିର ପଣ୍ଡା, ଡିଜିଟାଲ ମାର୍କେଟିଂ ମ୍ୟାନେଜର ସନ୍ଦୀପ କୁମାର ଜେନା, ମାର୍କେଟିଂ ମ୍ୟାନେଜର ମାଧବ ଅଧିକାରୀଙ୍କ ସମେତ ଆନନ୍ଦ ବସ୍ ପ୍ରମୁଖ ଉପସ୍ଥିତ ଥିଲେ।